ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି 5 ମଇ 2026 ମଙ୍ଗଳବାର। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆସନ୍ତୁ ଜାଣିବା ଆଜିର ରାଶିଫଳ। ପ୍ରଥମେ ଜାଣିବା ମେଷ ରାଶିଙ୍କ ବିଷୟରେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହୋଇ ଶୁଭ ଦୃଷ୍ଟି ପକାଇବେ। ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ ମିଳିବା ଫଳରେ କାର୍ଯ୍ୟଗୁଡ଼ିକ ସୁଚାରୁ ରୂପେ ସମ୍ପନ୍ନ ହେବ, ଯାହା ଆପଣଙ୍କ ସମ୍ମାନକୁ ଦ୍ୱିଗୁଣିତ କରିବ। ଆର୍ଥିକ ଦିଗରୁ ଦିନଟି ବହୁତ ଭଲ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ପାରିବାରିକ ପରିବେଶ ହସ ଖୁସିରେ ଭରିଯିବ ଏବଂ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଜନା କରି ପ୍ରଶଂସିତ ହେବେ। ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଲାଭଦାୟକ ରହିବ। ଏବେ ଜାଣିବା ବୃଷ ରାଶିଙ୍କ ବିଷୟରେ। ଆଜି କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସୂଚନା ମିଳୁଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟରେ ଆମଦାନୀ ଓ ରପ୍ତାନି କାରବାର ବୃଦ୍ଧି ପାଇବ, ଯାହାଦ୍ୱାରା ମନ ପ୍ରଫୁଲ୍ଲ ରହିବ। ପରିବାରରେ ଲାଗି ରହିଥିବା ପୁରୁଣା ମନୋମାଳିନ୍ୟ ଦୂର ହେବ। ତେବେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ। ଅଧିକ ପରିଶ୍ରମ ଓ ନିଦ୍ରାହୀନତା ଯୋଗୁଁ ଶରୀର ଅସୁସ୍ଥ ହୋଇପାରେ। ରାଜନୀତିରେ ସକ୍ରିୟ ଥିବା ବ୍ୟକ୍ତିମାନେ ଅତ୍ୟଧିକ ଆଗୁଆ ନ ହୋଇ ନିଜ କାମରେ ଧ୍ୟାନ ଦେବା ଉଚିତ। ଖାଦ୍ୟପେୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଏବେ ଜାଣିବା ମିଥୁନ ରାଶିଙ୍କ ବିଷୟରେ। ଆପଣଙ୍କ ପାଇଁ ଦିନଟି ମାନସିକ ଶାନ୍ତି ଓ ଆଶ୍ୱାସନାର ସମୟ। କୌଣସି ବଡ଼ ସଫଳତାର ଆଶା ପୂରଣ ହୋଇପାରେ। ରାଜନୈତିକ ବ୍ୟକ୍ତିମାନେ ସମ୍ମାନଜନକ ପରିବେଶରେ ନିଜକୁ ପାଇବେ ଓ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ। ନୂତନ ସମ୍ପତ୍ତି ବା ଯାନବାହନ କ୍ରୟ କରିବା ପାଇଁ ଦିନଟି ଶୁଭ। ବିଦେଶରେ ରହୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ପରିବାରର ଘରୋଇ ସମସ୍ୟାର ସମାଧାନ ହୋଇଯିବ। ଶିକ୍ଷାର୍ଥୀମାନେ କିଛି ବାଧାବିଘ୍ନର ସମ୍ମୁଖୀନ ହେଲେ ମଧ୍ୟ ନିଜର ଦୃଢ଼ ଆତ୍ମବିଶ୍ୱାସ ବଳରେ ବିଜୟୀ ହେବେ। ଏବେ ଜାଣିବା କର୍କଟ ରାଶିଙ୍କ ବିଷୟରେ। କର୍ମକ୍ଷେତ୍ରରେ ଆପଣଙ୍କୁ ନ୍ୟାୟ ଓ ପଦୋନ୍ନତ ମିଳିବାର ସମ୍ଭାବନା ଅଛି। କାର୍ଯ୍ୟର ପ୍ରଗତି ପାଇଁ ଆପଣ କରିଥିବା ପ୍ରୟାସ ସଫଳ ହେବ। ପାରିବାରିକ ଜୀବନ ବହୁତ ଆନନ୍ଦଦାୟକ ଏବଂ ଦୂରଯାତ୍ରାରୁ ସୁଫଳ ମିଳିବ। ଆୟର ନୂଆ ନୂଆ ଉତ୍ସ ସୃଷ୍ଟି ହେବ। କୌଣସି କୋର୍ଟ କଚେରୀ ମାମଲା ବା ବାଦବିବାଦରେ ଆପଣଙ୍କର ଜୟ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନରୁ ଭୟ ଓ ଅଶାନ୍ତି ଦୂର ହେବ ଏବଂ ବାକ୍ୟ ଅର୍ଥ ଫେରି ପାଇବେ। ମାନସିକ ସ୍ଥିତି ସୁଦୃଢ଼ ରହିବ। ଏବେ ଜାଣିବା ସିଂହ ରାଶିଙ୍କ ବିଷୟରେ। ପାରିବାରିକ ସ୍ନେହ ଓ ସଦ୍ଭାବନା ବୃଦ୍ଧି ପାଇବ। ସନ୍ତାନମାନଙ୍କ ସଫଳତାରେ ଆପଣ ଗର୍ବ ଅନୁଭବ କରିବେ। ଧର୍ମ କାର୍ଯ୍ୟ ଓ ଦେବଦର୍ଶନ ପାଇଁ ସୁଯୋଗ ମିଳିବ। ଆକସ୍ମିକ ଅର୍ଥ ପ୍ରାପ୍ତ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ରହିବ। ନିଜର ବାସଭବନ କିମ୍ବା ଗାଡ଼ିର ମରାମତି ବା ନବୀକରଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଥିଲେ ମଧ୍ୟ ଆପଣ ଲାଭବାନ ହେବେ। ରାଜନୀତିରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ ଏବଂ ସ୍ଥିରତା ବଜାୟ ରହିବ। ଏବେ ଜାଣିବା କନ୍ୟା ରାଶିଙ୍କ ବିଷୟରେ। ବ୍ୟବସାୟ ଓ ଭାଗିଦାରୀ କାର୍ଯ୍ୟରେ ଆପଣଙ୍କୁ ଭଲ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଦିଗରୁ ଦିନଟି ଶୁଭ ହୋଇଥିବାରୁ ନୂତନ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିପାରନ୍ତି। ରାଜନୈତିକ ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରେ ଆପଣ ନିଜର ଲକ୍ଷ୍ୟ ହାସଲ କରିପାରିବେ। ଦାମ୍ପତ୍ୟ ଜୀବନ ମଧୁର ହେବ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ମନକୁ ଶାନ୍ତ ରଖିବେ। ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି। ଏବେ ଜାଣିବା ତୁଳା ରାଶିଙ୍କ ବିଷୟରେ। ପରିବାର ଓ ବନ୍ଧୁମାନଙ୍କ ସହ ସମ୍ପର୍କ ଅତି ନିବିଡ଼ ହେବ। ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟରେ କର୍ମକ୍ଷେତ୍ରରେ ଜଟିଳ ସମସ୍ୟା ଦୂର ହେବ। ଅଧିକ ପରିଶ୍ରମ କଲେ ମଧ୍ୟ ସେହି ଅନୁଯାୟୀ ଫଳ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ବିବାଦର ସମାଧାନ ହୋଇ ସମ୍ମାନ ବୃଦ୍ଧି ପାଇବ। ଯାନବାହନ କିମ୍ବା ପରିବହନ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ। ତେବେ ରାସ୍ତାଘାଟରେ ଯିବା ଆସିବା ସମୟରେ
ଅଧିକ ସତର୍କ ରହିବା ଆବଶ୍ୟକ। ଏବେ ଜାଣିବା ବିଛା ରାଶିଙ୍କ ବିଷୟରେ। ଆପଣଙ୍କର ଅଟକି ରହିଥିବା କାମଗୁଡ଼ିକ ଆଜି ସଫଳତାର ସହ ଶେଷ ହେବ। ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତି କରିବା ପାଇଁ ଦିନଟି ଉପଯୁକ୍ତ। ଆର୍ଥିକ ସଞ୍ଚୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ପରିବାରରେ ବୁଝାମଣା ଭଲ ରହିବ। ରାଜନୀତିରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। କର୍ମକ୍ଷେତ୍ରରେ ନିଜର ଚେଷ୍ଟା ଜାରି ରଖନ୍ତୁ। ସଫଳତା ନିଶ୍ଚୟ ମିଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ପେଟ ବା ଆଖି ସମସ୍ୟା ଦେଖା ଦେଇପାରେ, ତେଣୁ ସାବଧାନ ରୁହନ୍ତୁ। ଏବେ ଜାଣିବା ଧନୁରାଶିଙ୍କ ବିଷୟରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଉଚ୍ଚ ପ୍ରଶଂସା ଓ ସମ୍ମାନ ମିଳିବ। ବ୍ୟବସାୟରେ ସହଯୋଗୀଙ୍କ ସାହାଯ୍ୟ ପାଇଁ ଉନ୍ନତି କରିବେ। ପୁରୁଣା ବାକି ପଡ଼ିଥିବା ଟଙ୍କା ଆଦାୟ ହେବାର ସମ୍ଭାବନା ଅଛି। ରାଜନୈତିକ ବ୍ୟକ୍ତିମାନେ ନୂତନ ପଦପଦବୀ ପାଇବାର ଯୋଗ ରହିଛି। ବନ୍ଧୁ ଓ ସହକର୍ମୀଙ୍କ ସହ ମିଶି ନୂତନ ପ୍ରକଳ୍ପ ଉପରେ କାମ କରିପାରନ୍ତି। ପ୍ରବାସରେ ଥିବା ବ୍ୟକ୍ତିମାନେ ନିଜର ପ୍ରତିଷ୍ଠା ବଜାୟ ରଖିବାରେ ସଫଳ ହେବେ। ଏବେ ଜାଣିବା ମକର ରାଶିଙ୍କ ବିଷୟରେ। ବିଦ୍ୟୁତ୍, ଯନ୍ତ୍ରପାତି, ଖଣି କିମ୍ବା ଜଙ୍ଗଲ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଆକସ୍ମିକ ଧନଲାଭର ସୂଚନା ରହିଛି। ବ୍ୟବସାୟରେ ଭାଗୀଦାରୀଙ୍କ ସହଯୋଗରେ ପ୍ରଚୁର ଲାଭ ମିଳିବ। ମାଲି ମକଦ୍ଦମାରେ ବିଜୟ ହେବେ। ପରିବାର ଓ ଆତ୍ମୀୟଙ୍କ ସହ ଭ୍ରମଣରେ ଯାଇ ଆନନ୍ଦ ପାଇବେ। ରାଜନୀତିରେ ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଏବେ ଜାଣିବା କୁମ୍ଭ ରାଶିଙ୍କ ବିଷୟରେ। କର୍ମକ୍ଷେତ୍ରରେ ସ୍ଥିରତା ଆସିବ, ଯାହା ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରି ପରୀକ୍ଷାରେ କୃତକାର୍ଯ୍ୟ ହେବେ। ମହିଳାମାନେ ନିଜର ଦୃଢ଼ ଆତ୍ମବିଶ୍ୱାସ ଯୋଗୁଁ ସମ୍ମାନିତ ହେବେ। ବ୍ୟବସାୟିକ କାରବାର ଯୋଗୁଁ ଅଧିକ ବ୍ୟସ୍ତତା ରହିବ, କିନ୍ତୁ ଏହା ଲାଭଦାୟକ ହେବ। ଜମିବାଡ଼ି ବିବାଦରେ ସମାଧାନ ହୋଇଯିବ। ଆର୍ଥିକ ଉନ୍ନତି ହେଲେ ମଧ୍ୟ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସ୍ୱାସ୍ଥ୍ୟ ଭଲ ରହିବ। ଏବେ ଜାଣିବା ମୀନ ରାଶିଙ୍କ ବିଷୟରେ। ଆପଣଙ୍କର ବହୁ ପ୍ରତୀକ୍ଷିତ ଆଶା ପୂରଣ ହେବାର ମାର୍ଗ ପ୍ରଶସ୍ତ ହେବ। ରାଜନୈତିକ କ୍ଷେତ୍ରରେ ପ୍ରଶଂସା ଓ ସଫଳତା ପାଇବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ପାଇବେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଯଦିଓ ତୀର୍ଥାଟନର ଯୋଗ ଅଛି, ଯାତ୍ରା ସମୟରେ କିଛି କଷ୍ଟ ଅନୁଭବ କରିପାରନ୍ତି। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁମାନଙ୍କ ସହ ସହଯୋଗରେ ନୂଆ ରୋଜଗାରର ପନ୍ଥା ଖୋଲିବ। ଏହା ଥିଲା ଆଜିର 12ଟି ରାଶିମାନଙ୍କର ରାଶିଫଳ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।